ସମସ୍ତେ ସୁଖ ଚାହାନ୍ତି, କେହି ହେଲେ ଦୁଃଖ ଚାହେଁ ନାହିଁ। ସୁଖ ପାଇଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରରେ ବୁଲିବାକୁ ମଧ୍ୟ ମଣିଷ କୁଣ୍ଠାବୋଧ କରେ ନା। ମାତ୍ର ସୁଖ ରହିଛି କେଉଁଠି? ବସ୍ତୁରେ, ମନରେ, ସମୟରେ, ଦେଶ କାଳ ପାତ୍ରରେ, ନା ମଣିଷର ଭାବନାରେ? ଇନ୍ଦ୍ରିୟ ସୁଖ କ୍ଷଣିକ। ଯେଉଁ ବସ୍ତୁ ପାଇଁ ଯେଉଁ ଇନ୍ଦ୍ରିୟ ଆଗ୍ରହ ପ୍ରକାଶ କରିଥାଏ, ସେ ବସ୍ତୁ ମିଳିଗଲା ପରେ ବା ସେ ବିନାଶ ହୋଇଗଲେ ସୁଖ ଉଭେଇଯାଏ। ସୁଖ ରୂପେ ଯାହା ଜନନେତ୍ରେ ଦିଶେ, ହାତୁ ଆସେ ହାତେ ପଡ଼ିବା ପାଇଁ ସେ, ବସ୍ତୁ ନୁହଇ ସେ ଅଟଇଟି ଧୂମ, ଅନ୍ୟ ନାମ ତାର ଆକାଶ କୁସୁମ। ସଂସାରୀ ମଣିଷ ସୁଖ ଖୋଜିବା ପାଇଁ ଏଣେ ତେଣେ ଅଣ୍ଡାଳି ବୁଲୁଥାଏ। ଧନ ନଥିବା ବ୍ୟକ୍ତି ଧନ ଚାହେଁ, ମାନ ନଥିବା ବ୍ୟକ୍ତି ମାନ ଚାହେଁ, ପ୍ରତିଷ୍ଠା ପାଇନଥିବା ବ୍ୟକ୍ତି ପ୍ରତିଷ୍ଠା ଚାହେଁ। କିନ୍ତୁ ସୁଖ କୌଣସି ବସ୍ତୁରେ ନାହିଁ। ସୁଖ ଅଛି ମାନସିକ ଶାନ୍ତିରେ। ମୋହ, ଆକାଂକ୍ଷା, ଇଚ୍ଛାରୁ ମୁକ୍ତି ମିଳିଲେ ମାନସିକ ଶାନ୍ତି ଆସିଥାଏ। କ୍ଷଣିକ ଆନନ୍ଦକୁ ଆମେ ସାଧାରଣତଃ ସୁଖ ବୋଲି ଭାବି ଭୁଲ କରି ବସୁ। କ୍ଷଣିକ ଆନନ୍ଦ ପରେ ମନ ପୁଣି ଦୁଃଖ ଦରିଆରେ ଡୁବିଯାଏ। ସୁଖର ନାବଟି ଖୋଜିବା ପାଇଁ ଏଣିକି ତେଣିକି ଦରାଣ୍ଡି ହୁଏ। ମହାତ୍ମାମାନେ କହନ୍ତି, ମର୍ତ୍ତ୍ୟମଣ୍ଡଳରେ ଜନ୍ମଲାଭ କରିଥିବା କୌଣସି ପ୍ରାଣୀ ସମ୍ପୂର୍ଣ୍ଣ ସୁଖ ପାଇପାରିବ ନାହିଁ। ଆଲୋକ ପରେ ପରେ ଅନ୍ଧାର ଆସିଲା ପରି ଏ ମର୍ତ୍ତ୍ୟମଣ୍ଡଳରେ ସୁଖ ପଛେ ପଛେ ଦୁଃଖ ଲାଗିଥାଏ। ଜଣକ ପାଇଁ ଯାହା ସୁଖ, ଅନ୍ୟ ଜଣକ ପାଇଁ ତାହା ହୁଏତ ଦୁଃଖ ହୋଇପାରେ। ମଣିଷର ଗୋଟିଏ ଅବସ୍ଥାରେ ଯାହା ସୁଖ ବୋଲି ପ୍ରତୀୟମାନ ହୁଏ, ପରବର୍ତ୍ତୀ ଅବସ୍ଥାରେ ତାହା ହୁଏତ ଦୁଃଖର କାରଣ ହୋଇପାରେ। ସୁଖ ଦୁଃଖ, ଭଲ ମନ୍ଦ, ସୁନ୍ଦର ଅସୁନ୍ଦର ଏସବୁ ମନର ବିକାର ମାତ୍ର। ମନ ଯାହା ଚିନ୍ତା କରେ ତାହା ସତ୍ୟ ପରି ପ୍ରତିଭାତ ହୁଏ। ପ୍ରକୃତ ସୁଖ ହେଉଛି ଆତ୍ମସୁଖ। ମଣିଷର ହୃଦୟରେ ଯେଉଁ ଆତ୍ମପୁରୁଷ ବିଦ୍ୟମାନ, ତାଙ୍କରିଠାରେ ଧ୍ୟାନ ଲଗାଇଲେ ପ୍ରକୃତ ସୁଖ ମିଳେ, ଚିର ଶାନ୍ତି ଲାଭ ହୁଏ। ମୃଗନାଭି କସ୍ତୁରୀର ବାସ୍ନାରେ ସମଗ୍ର ବନଭୂମି ମହକି ଉଠୁଥାଏ। ସେହି ବାସ୍ନାରେ ପାଗଳ ମୃଗ କସ୍ତୁରୀକୁ ଖୋଜିବା ପାଇଁ ଏଣେ ତେଣେ ପାଗଳ ଭଳି ଧାଇଁ ବୁଲେ। ମାତ୍ର କସ୍ତୁରୀ ଯେ ତା ନିଜ ନାଭି ଦେଶରେ, ସେ କଥା ସେ ଜାଣିପାରେ ନାହିଁ। ଠିକ୍ ସେହିପରି ଆତ୍ମପୁରୁଷ ସୁଖ ଶାନ୍ତିର ଆଧାର, ସର୍ବଦୁଃଖ ନିବୃତ୍ତି, ପରମାନନ୍ଦ ପ୍ରାପ୍ତିର ଦିଗ୍ଦର୍ଶକ। ଏ କଥା ଜାଣି ମଧ୍ୟ ମଣିଷ ସୁଖ ପାଇଁ ସାଂସାରିକ ଅନିତ୍ୟ ବସ୍ତୁ ପଛରେ ଧାଇଁ ବୁଲୁଛି। ମରିଚିକାକୁ ଜଳ ବୋଲି ଭାବି ଶେଷରେ ହତାଶ ହେଉଛି। ଆଧ୍ୟାତ୍ମିକ ପଥର ପଥିକ ହେଲେ ଆତ୍ମପୁରୁଷ ସୁଖୀ ହୁଅନ୍ତି। ସେ ପ୍ରସନ୍ନ ହେଲେ ମାନବ ସୁଖୀ ହୁଏ। ସାଂସାରିକ ବସ୍ତୁ ପ୍ରାପ୍ତ ହୋଇ ଯେଉଁ କ୍ଷଣିକ ସୁଖ ମନୁଷ୍ୟକୁ ମିଳେ, ତାହା ପରମାନନ୍ଦ ପ୍ରାପ୍ତି ସହ ତୁଳନା କରାଯାଇପାରିବ ନାହିଁ। ଏହି ସୁଖ ବର୍ଣ୍ଣନାତୀତ, ଅତୁଳନୀୟ, ଅଲୌକିକ, ପାରମାର୍ଥିକ। ଅନନ୍ତ କାଳ ଧରି ଏହି ସୁଖର ଅମୃତ ଧାରାରେ ଅବଗାହନ କରିବା ପାଇଁ ମୁନି, ଋଷି, ମହାତ୍ମାମାନେ ଏକାନ୍ତରେ ବସି ବିଭୁ ପଦାରବିନ୍ଦରେ ଧ୍ୟାନ ଲଗାଇଥାନ୍ତି।